ଆଜିର ପ୍ରସଙ୍ଗ ଅଭୟ ବରଦାୟିନୀ ମହାମାୟା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ। ଭାରତୀୟ ସଂସ୍କୃତି ଓ ପରମ୍ପରାରେ ମାତୃଶକ୍ତି ଏବଂ ଅଭୟ ମା କୂଳ ମନୁଷ୍ୟର ପୂଜାଚରଣ ବିଧିରେ ସର୍ବଦା ପ୍ରଥମ ସ୍ଥାନ ଅଧିକାର କରିଛି। ଭାରତରେ ବହୁ ଧାର୍ମିକ ସମ୍ପ୍ରଦାୟ ରହିଛନ୍ତି। ଶୈବ, ବୈଷ୍ଣବ, ଶାକ୍ତ ଏବଂ ବ୍ରାହ୍ମଣ ଆଦି ଏହା ମଧ୍ୟରେ ଅନ୍ତର୍ଭୁକ୍ତ। କିନ୍ତୁ ଶକ୍ତି ଉପାସନା ବିନା କେହି ପୂର୍ଣ୍ଣାଙ୍ଗ ନୁହନ୍ତି ବୋଲି ବିଶ୍ୱାସ ରହିଆସିଛି। ଆଶ୍ୱିନ ଶୁକ୍ଳପକ୍ଷ ପ୍ରତିପଦାଠାରୁ ନବମୀ ପର୍ଯ୍ୟନ୍ତ ତ୍ରୈଲୋକ୍ୟ ଜନନୀ ମା ଦୁର୍ଗାଙ୍କର 9ଟି ଶାସ୍ତ୍ରୀୟ ସ୍ୱରୂପକୁ ନବରାତ୍ର ଅବସରରେ ବନ୍ଦନା ତଥା ପୂଜାର୍ଚ୍ଚନା କରାଯାଇଥାଏ। ମାତୃ ଉପାସନା ଏବଂ ମାତୃଚେତନା କାହିଁ କେଉଁ ଅନାଦି କାଳରୁ ମାନବ ସଭ୍ୟତାରେ ରହିଆସିଛି। ସୃଷ୍ଟିରେ ଆଦ୍ୟାଶକ୍ତି ହିଁ ମହାମାୟା। ଆଦି ସଂଗୀତକାର ମନୁଙ୍କ ମତରେ ସୃଷ୍ଟିର ଆଦିମ ଅବସ୍ଥାରେ ଚତୁର୍ଦିଗ କେବଳ ଅନ୍ଧକାର ଦ୍ୱାରା ଆଚ୍ଛାଦିତ ରହିଥିଲା। ସେତେବେଳେ ରାତି କିମ୍ବା ଦିନ ମଧ୍ୟ ନଥିଲା। ବୈଦିକ ପୁରୁଷ ସୂକ୍ତରେ କେବଳ ସେତେବେଳେ ପରମ ପୁରୁଷ ପରମ ବ୍ରହ୍ମ ଥିଲେ ବୋଲି ବର୍ଣ୍ଣିତ ରହିଛି। କିନ୍ତୁ ଭାରତୀୟ ଶାକ୍ତ ଶାସ୍ତ୍ରରେ ଯେତେବେଳେ ପରମ ପୁରୁଷ ଥିଲେ ସେତେବେଳେ କେବଳ ଆଦ୍ୟାଶକ୍ତି ମହାମାୟା ଥିଲେ ବୋଲି ଉଲ୍ଲେଖ ରହିଛି। ସେଇଥିପାଇଁ ମଣିଷର କଳ୍ପନାରେ ସର୍ବପ୍ରଥମେ ଦେବୀ ଚେତନା ଆଉ ମାତୃଚେତନା ସ୍ଥାନ ପାଇଥିବା କଥା ପୁରାଣ ଶାସ୍ତ୍ରରେ ଉଲ୍ଲେଖ ରହିଛି। ତେଣୁ ଦେବୀ ହେଉଛନ୍ତି ବିଶ୍ୱର ଆଦ୍ୟାଶକ୍ତି। ସେ ଏକାଧାରରେ ବିଶ୍ୱ ପ୍ରସବିନୀ ଏବଂ ବିଶ୍ୱ ସଂହାରିଣୀ। ଭାରତୀୟ ଦର୍ଶନରେ ତାଙ୍କୁ କେତେବେଳେ ଅସୁର ମର୍ଦିନୀ, ଦୁର୍ଗତି ନାଶିନୀ ଦୁର୍ଗା ରୂପରେ, କେତେବେଳେ କାଳୀ ରୂପରେ, ପୁଣି କେତେବେଳେ ଚିର ଯୌବନା ଗୌରୀ ରୂପରେ ଏବଂ ଆଉ କେତେବେଳେ ବିଶ୍ୱମୋହିନୀ ଭୁବନେଶ୍ୱରୀ ରୂପରେ ଆରାଧନା କରାଯାଇଥାଏ। ସମଗ୍ର ବିଶ୍ୱର ପ୍ରତ୍ୟେକ ବସ୍ତୁରେ ଶକ୍ତି ଭାବେ ସେ ଅବସ୍ଥାନ କରିଥାନ୍ତି। ପୁରାଣ ଅନୁସାରେ ଦେବତାଙ୍କ ପ୍ରାର୍ଥନାରେ ମା ଆଦ୍ୟାଶକ୍ତି ଧରାବତରଣ କରି ମହିଷାସୁରକୁ ବିନାଶ କରିଥିଲେ। ଧରାପୃଷ୍ଠରେ ଧର୍ମ ଓ ଶାନ୍ତିର ପ୍ରତିଷ୍ଠା କରିଥିଲେ। ଅଧର୍ମ ଉପରେ ଧର୍ମ, ଅସତ୍ୟ ଉପରେ ସତ୍ୟ, ଅନ୍ଧାର ଉପରେ ଆଲୋକର ବିଜୟ ଭାବରେ ନବରାତ୍ରକୁ ପାଳନ କରାଯାଇଥାଏ। ନିଦାଘ ଗ୍ରୀଷ୍ମ ପରେ ଧରାପୃଷ୍ଠକୁ ଆସିଥିବା ବର୍ଷା ଋତୁର ବିଦାୟ ମୁହୂର୍ତ୍ତରେ ଧରଣୀ ରାଣୀ ସବୁଜ ଦୁର୍ବାଦଳ ରୂପକ ନରମ ଗାଲିଚାରେ ଆଚ୍ଛାଦିତ ହୋଇଥାଏ। ଶରତ ଋତୁ ଆଗମନରେ କାଶତଣ୍ଡିର ଖିଲିଖିଲି ହସ ଓ ଜାତି ଜାତି ପୁଷ୍ପର ସମ୍ଭାରରେ ପରିବେଶ ପରିପୂର୍ଣ୍ଣ ହୋଇ ଉଠେ। ମାଙ୍କ ଆଗମନକୁ ସତେ ଯେମିତି ପ୍ରକୃତି ରାଣୀ ଅପେକ୍ଷା କରି ରହିଥାଏ। ଭାରତୀୟ ସାଂସ୍କୃତିକ ଇତିହାସକୁ ଅନୁଧ୍ୟାନ କଲେ ଜଣାପଡ଼େ ଶକ୍ତି ଉପାସନା ଅନ୍ୟାନ୍ୟ ଉପାସନାର କଠୋରତା ଆଉ ରକ୍ଷଣଶୀଳତାକୁ ଦୂର କରି ଯୁଗେ ଯୁଗେ ସମାଜର ବିଭିନ୍ନ ସ୍ତରରେ ପ୍ରଭାବ ବିସ୍ତାର କରିବା ସହିତ ସାର୍ବଜନୀନ ଆଦର ଲାଭ କରିଆସିଛି। ଶାକ୍ତ ଉପାସନାର ପରମ୍ପରା ଏତେ ଗମ୍ଭୀର ଯେ ଲୋକଧର୍ମ, ବୌଦ୍ଧ ଧର୍ମ, ତନ୍ତ୍ରଶାସ୍ତ୍ର ଏବଂ ବୈଷ୍ଣବ ଧର୍ମ ଆଦିରେ କଳ୍ପିତ ଦେବୀଙ୍କର ସଂଖ୍ୟା କଳନା କରିବା ସମ୍ଭବ ହୁଏ ନାହିଁ। ପୌରାଣିକ ଯୁଗରେ ଅଗଣିତ ଦେବୀ ରୂପ କଳ୍ପନା ଏବଂ ସେମାନଙ୍କର ପୂଜାବିଧି ପାଳନ ତଥା ପ୍ରସାର ଦ୍ୱାରା ଭାରତୀୟ ସମାଜରେ ଏହା ଅନୁଭୂତ ହେଲା। ଶକ୍ତି ହିଁ ସମସ୍ତ ଉପାସନାର ଏବଂ ଦେବାଦେବୀଙ୍କର ମୂଳ ଉତ୍ସ। ତେଣୁ କାଳକ୍ରମେ ଶକ୍ତି ଉପାସନା ଏବଂ ପୂଜା ବିଶେଷ ଭାବରେ ଆଦୃତ ଲାଭ କଲା। ଫଳରେ ମହିଷାମର୍ଦିନୀ ଦୁର୍ଗା, ପାର୍ବତୀ, ନରସିଂହୀ, ଚାମୁଣ୍ଡା ଆଦି ସପ୍ତମାତୃକା, କାତ୍ୟାୟନୀ, କାଳୀ, ଯୋଗିନୀ, ମଙ୍ଗଳା, ଚଣ୍ଡୀ, ତାରା, ଦଶ ମହାବିଦ୍ୟା ଆଦି ବିଭିନ୍ନ ରୂପରେ ପୂଜା ପାଇଥାନ୍ତି। ସେଇଥିପାଇଁ ଦେବୀଙ୍କର କଳ୍ପିତ ରୂପ ମାଧ୍ୟମରେ ଓଡ଼ିଶାରେ ପୂଜିତା ରୂପ ଅନେକ ଏବଂ ପୀଠ ମଧ୍ୟ ଅନେକ। ପ୍ରତ୍ୟେକ ପୀଠର ଐତିହ୍ୟ, ଦେବୀଙ୍କର ଆବିର୍ଭାବ ଏବଂ ପ୍ରଚଳିତ ପୂଜାର୍ଚ୍ଚନା ବିଧି ଭିନ୍ନ ଭିନ୍ନ ହୋଇଥାଏ। ଲୋକଙ୍କ ଗାଥା ଏବଂ ଶାସନାନୁମୋଦିତ ମତ ରାଜ୍ୟର ଶକ୍ତି ଉପାସନାର ପ୍ରାଚୀନତାକୁ ପ୍ରମାଣିତ କରିଥାଏ। ଓଡ଼ିଶାର ସମସ୍ତ ପୀଠରେ ନିଷ୍ଠାର ସହିତ ଷୋଡ଼ଶ ଉପଚାରରେ ମାଙ୍କର ପୂଜାର୍ଚ୍ଚନା କରାଯାଏ। ଷୋଳପୂଜାର ବିଧି ମହାପାର୍ବଣର ରୂପ ଗ୍ରହଣ କରିଆସିଛି। ମା ଆଦ୍ୟାଶକ୍ତିଙ୍କର 16 ଦିନାତ୍ମକ ଶାରଦୀୟ ମହୋତ୍ସବ ଆଶ୍ୱିନ ମାସ ମୂଳାଷ୍ଟମୀ ତିଥିରୁ ଆରମ୍ଭ ହୋଇଥାଏ। ଶୁକ୍ଳପକ୍ଷ ନବମୀ ତିଥି ପର୍ଯ୍ୟନ୍ତ ଏହି 16 ଦିନ ବ୍ୟାପୀ ପୂଜା ଅବସରରେ ମହିଷାସୁର ସମେତ ସବୁ ଅସୁର ବଂଶକୁ ନିପାତ କରିବାର ପ୍ରଥା ରହିଛି। ଆଜି ଶକ୍ତିପୀଠଗୁଡ଼ିକରେ ମାଙ୍କର ନବମୀ ପୂଜା ଅନୁଷ୍ଠିତ ହେଉଛି। ନବମୀ ରାତ୍ରିର ଅନ୍ଧକାର ସହିତ ତିନି ଲୋକରୁ ଅମଙ୍ଗଳକାରକ ତଥା ଆସୁରିକ ଶକ୍ତିର ଛାୟା ଅପସରି ଯାଇଥାଏ। ଶୁକ୍ଳ ଦଶମୀ ଦିନ ଆରମ୍ଭ ହୁଏ ଶୁଭଙ୍କର ମୁହୂର୍ତ୍ତ। ଏହି ଦଶମୀ ତିଥିରେ ପ୍ରଭୁ ଶ୍ରୀରାମଚନ୍ଦ୍ର ମାତୃଶକ୍ତି ମହାମାୟାଙ୍କୁ ଆରାଧନା କରି ରାବଣ ନିଧନ ଉଦ୍ଦେଶ୍ୟରେ ଲଙ୍କା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ତେଣୁ ଏହାକୁ ବିଜୟା ଦଶମୀ ଭାବେ ପାଳନ କରାଯାଇଥାଏ, ଯାହା ଆସନ୍ତାକାଲି ଶକ୍ତିପୀଠଗୁଡ଼ିକରେ ପାଳନ କରାଯିବ। ତେବେ ପୂଜାମଣ୍ଡପଗୁଡ଼ିକରେ ମୃଣ୍ମୟୀ ମୂର୍ତ୍ତିଙ୍କର ଆଜି ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି। ଆସନ୍ତାକାଲି ମହାନବମୀ ଏବଂ ଗୁରୁବାର ଦିନ ଦଶହରା ପାଳନ କରାଯିବ। ମାଙ୍କ ଦର୍ଶନ ଲାଗି ଶକ୍ତିପୀଠ ତଥା ପୂଜାମଣ୍ଡପଗୁଡ଼ିକରେ ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗି ରହିଛି।